ଅଟନ୍ତି ସେ ସ୍ୱାଇଁ ମଧ୍ୟ ସେଇଭଳିଆ ହିଁ ଅଟନ୍ତି। ଯାହାର ସ୍ୱଭାବ ଯେମିତି ସେ ମନୁଷ୍ୟ ସେ ରକମ ହେଇଥାଏ। ଯଦନ୍ତେ ସାତ୍ବିକା ଦେବାନ୍ ଯକ୍ଷ ରକ୍ଷାଂସି ରାଜସାଃ ପ୍ରେତାନ୍ ଭୂତ ଗଣାଂଶ୍ଚ ଅନ୍ୟେ ଯଜନ୍ତେ ତାମସା ଜନାଃ। ସାତ୍ବିକ ପୁରୁଷ ମାନେ କଣ କରନ୍ତି ନା ଦେବତା ମାନଙ୍କୁ ପୂଜା କରନ୍ତି। ରାଜସିକ ପୁରୁଷ ମାନେ କଣ କରନ୍ତି ନା ଯକ୍ଷ ରାକ୍ଷସ ମାନଙ୍କୁ ପୂଜା କରନ୍ତି। ଆଉ ତାମସିକ ପୁରୁଷ ମାନେ କଣ କରିବେ ନା ଭୂତ ଡାହାଣୀ ଏମାନଙ୍କୁ ଶ୍ମଶାନରେ ଯାଇକରି ପୂଜା କରନ୍ତି। ଅସଂଘୋରଂ ତପ୍ୟନ୍ତେ ତେ ତପୋଜନାଃ ଦମ୍ଭ ଅହଙ୍କାର ସଂଯୁକ୍ତାଃ କାମରାଗ ବଳାନ୍ୱିତାଃ। ଯୋଉମାନେ ଶାସ୍ତ୍ର ବିଧିର ରହିତ ହେଇକିରି ବୋଲେ ଯାହା ଶାସ୍ତ୍ରରେ ଲେଖା ହେଇଛି ସେଇ କଥାକୁ ନ କରିକିରି ମନ ଇଚ୍ଛା କେବଳ ମନକଳ୍ପିତ ଘୋର ତପକୁ ଆଚରଣ କରନ୍ତି ତଥା ଦମ୍ଭ ଆଉ ଅହଙ୍କାର ନିଜର କାମନା ଆସକ୍ତି ଆଉ ବଳର ଅଭିମାନରେ ଯୁକ୍ତ ହେଇକିରି ଯୋଉମାନେ ପୂଜା ପାଠ କରନ୍ତି ତାଙ୍କର ଅବସ୍ଥା କଣ ହବ ଆର ଶ୍ଲୋକରେ କହୁଛନ୍ତି। ଦର୍ଶୟନ୍ତ ଶରୀରସ୍ଥଂ ଭୂତ ଗ୍ରାମ ମତେତସଃ ମାଂ ଚୈବାନ୍ତ ଶରୀରସ୍ଥଂ ତାନ୍ ବିଦ୍ୟାସୁର ନିଶ୍ଚୟାନ୍। ଏ ଶରୀର ରୂପରେ ଅବସ୍ଥିତ ଭୂତ ସମୁଦାୟକୁ ଅର୍ଥାତ ପ୍ରାଣୀ ସମୁଦାୟକୁ ଏବଂ ଅନ୍ତଃକରଣରେ ଅବସ୍ଥିତ ମତେ ବୋଲେ ମନ ବୁଦ୍ଧି ଚିତ୍ତ ଅହଙ୍କାର ଏମାନଙ୍କୁ ଅନ୍ତଃକରଣ କୁହାଯାଏ। ସେମାନେ ମତେ ଅର୍ଥାତ ପରମାତ୍ମାଙ୍କୁ ମଧ୍ୟ କୁଶ ଶାସ୍ତ୍ର ବିହିତ ଉପବାସ ଇତ୍ୟାଦି ଘୋର ଆଚରଣ ଦ୍ୱାରା ଶରୀରକୁ କୃଶ କରିଦେବାର ବା ଭଗବାନଙ୍କର ଅଂଶ ସ୍ୱରୂପ ଜୀବାତ୍ମାକୁ କଷ୍ଟ ଦେବାର ଏଇ ଅନ୍ତର୍ଯାମୀ ପରମାତ୍ମାଙ୍କୁ କୃଶ କରିବା। ଏଇ ଯୋଉ କୃଶ କରାଯାଉଥିବା ସେ ଅଜ୍ଞାନୀ ମାନଙ୍କୁ ଜିଦ୍ ପୂର୍ବକ ଆସୁର ସ୍ୱଭାବ ଧରିଥିବା ଲୋକ ବୋଲିକିରି ତୁମେ ଜାଣ। ହେଲେ এই রকম যদি ଶାସ୍ତ୍ରରେ ଲେଖା ହେଇନାହିଁ କିନ୍ତୁ ଏମାନେ ଜବରଦସ୍ତି ଦମ୍ଭ ଅହଙ୍କାର ଯୁକ୍ତ ହେଇକି ଅନ୍ୟ ପ୍ରକାରର ବିଧିରେ ପୂଜା ପାଠ କରନ୍ତି ସେଥିରେ ଭଗବାନଙ୍କୁ କଷ୍ଟ ହେଇଥାଏ। ତେଣୁ ଭଗବାନ ସେଇ ସ୍ୱଭାବର ଲୋକମାନଙ୍କର ସ୍ୱଭାବ ଯୁକ୍ତ ଲୋକ ବୋଲିକି କହିଛନ୍ତି। ଆହାରସ୍ତପି ସର୍ବସ୍ୟ ତ୍ରିବିଧୋ ଭବତି ପ୍ରିୟ ଯଜ୍ଞସ୍ତପୋ ତଥା ଦାନଂ ତେଷାଂ ଭେଦ ମୀମାଂସୁଣ। ଖାଇବା ଖାଦ୍ୟ ଆହାର ମଧ୍ୟ ଲୋକଙ୍କର ପ୍ରକୃତି ଅନୁସାରେ ତିନି ପ୍ରକାରର ହେଇଥାଏ। ଯଜ୍ଞ ତପ ଦାନ ଏଭଳିଆ ମଧ୍ୟ ତିନି ପ୍ରକାରର ଅଟେ। ସେଗୁଡ଼ିକର ପାର୍ଥକ୍ୟ ତୁମେ ମୋ ଠାରୁ ଶୁଣ। ମୁଁ ବର୍ତ୍ତମାନ ତୁମକୁ କହୁଛି। ଆୟୁ ସତ୍ତ୍ୱ ବଳ ଆରୋଗ୍ୟ ସୁଖ ପ୍ରୀତି ବିବର୍ଧନଃ ରସ୍ୟା ସ୍ନିଗ୍ଧା ସ୍ଥିରା ହୃଦ୍ୟା ଆହାରା ସାତ୍ୱିକ ପ୍ରିୟା। ଯୋଉ ଆହାର ଯୋଉ ଖାଦ୍ୟ ଆୟୁଷକୁ ବୃଦ୍ଧି କରେ ବୁଦ୍ଧିକୁ ପ୍ରବଳ କରେ ବଳ ଆଉ ଆରୋଗ୍ୟ ଦେଇଥାଏ